ଏଇଠି ଦେଖ ପିଲାମାନେ ଗୋଟିଏ ନିଦା ସିସା ସମଘନରୁ ଏକ ବୃହତ୍ତମ ଆକାର ବିଶିଷ୍ଟ ଗୋଲକ କାଟି ନିଆଗଲା। ଅବଶିଷ୍ଟ ଅଂଶର ଆୟତନ 12,870 ଘନ ସେଣ୍ଟିମିଟର ହେଲେ ସମଘନର ବାହୁର ଦୈର୍ଘ୍ୟ କେତେ ହେବ? ମାନେ ଏଠି ଦେଖ ବୁଝିବାକୁ ପଡ଼ିବ ଯେ ଗୋଟେ ସିସାରେ ତିଆରି ସମଘନ ଅଛି, ସେ ସମଘନ ଭିତରେ ଗୋଟେ ଗୋଲକ ଅଛି। ସେ ଗୋଲକକୁ ଯଦି ଆମେ କାଟିକି ନେଇଯିବା ସମଘନରୁ, ତାହେଲେ ବଳକା ଆଉ କେତେ ଘନ ସେଣ୍ଟିମିଟର ଆୟତନ ରହିବ ସେ ସମଘନର? ନା 12,870। ମାନେ ପ୍ରଥମରେ ଗୋଟେ ସିସାର ସମଘନ, ସେ ସମଘନ ଭିତରୁ ଗୋଟେ ଗୋଲକ ଆମେ ଯଦି କାଟିଦେବା, ତାହେଲେ ବାକି ଯେଉଁ ରହିବ ସେଇଟା ହେଉଛି 12,870 ଘନ ସେଣ୍ଟିମିଟର। ଏଠି ଚିତ୍ରରୁ ତୁମେ ଗୋଟିଏ ଜିନିଷ ହିଁ ଜାଣିପାରିବ ଯେ ଗୋଲକର ବ୍ୟାସ ଇଜ୍ ଇକ୍ୱାଲ୍ ଟୁ ସମଘନର ବାହୁ। ଦେଖେ ମଝିରେ ମୁଁ ଟାଣିଛି, ଏଠି ଗୋଟେ ବିନ୍ଦୁ ଦେଇଛି। ଏଇଟା ଯେଉଁ ହେଉଛି ଗୋଲକର ବ୍ୟାସ, ଇଏ କାହାର ବାହୁ ସହିତ ସମାନ ହେଉଛି? ନା ସମଘନର ବାହୁ ସହିତ ସମାନ। ତ ମନେକର ସମଘନର ବାହୁ ଇଜ୍ ଇକ୍ୱାଲ୍ ଟୁ ଏ। ତ ଆୟତନ କେତେ ହେବ ସମଘନର? ନା ଏ କ୍ୟୁ। ସେମିତି ଗୋଲକର ବ୍ୟାସାର୍ଦ୍ଧ ମନେକର ଆର୍। ତ ଗୋଲକର ବ୍ୟାସଟା କେତେ ହେଇଯିବ? ନା ଏ ସହିତ ସମାନ। ଏବଂ ସେମିତି ବ୍ୟାସାର୍ଦ୍ଧଟା କେତେ ହେଇଯିବ? a/2। ଗୋଲକର ଘନଫଳ କେତେ ହେବ? ନା 4/3 ପାଇ r କ୍ୟୁବ୍। ମାନେ r କେତେ ଅଛି? a/2। ତ a/2ର ହୋଲ୍ କ୍ୟୁବ୍ ଆମେ ଯଦି ଲେଖିବା 4/3 × ପାଇ × a³/8, 4 2 8। ତ ପାଇ a³/6। ତ ଯେଉଁ ଗୋଲକୁ ଆମେ କାଟିକି ନେଇଗଲେ ନା ସମଘନ ଭିତରୁ, ତାର ଘନଫଳ କେତେ ଆସିଲା? ପାଇ a³/6। ନା ମୂଳ ପ୍ରଥମରୁ କହିଲି ଯେ ସମଘନର ବାହୁ ବ୍ୟାସ ସହିତ ସମାନ, ମାନେ a ଇଜ୍ ଇକ୍ୱାଲ୍ ଟୁ 2r। ତ r ଇଜ୍ ଇକ୍ୱାଲ୍ ଟୁ କେତେ ହେଇଗଲା? a/2। ଏଇଟା ହେଉଛି ମୂଳ ସମ୍ପର୍କ। ଗୋଲକୁ କାଟିକି ନେଲା ପରେ ବଳକା ଆୟତନ କେତେ ବାକି ରହିଛି ସେ ସମଘନର? ନା 12,870 ଘନ ସେଣ୍ଟିମିଟର। ଏବଂ ଆୟତନ ଏଟାକୁ 1 କରିଦେବା, ଏଟାକୁ 2 କରିଦେବା, କାରଣ ସମଘନର ଆୟତନ କେତେ ହେଲା? a³। ଗୋଲକର ଘନଫଳ ବା ଆୟତନ କେତେ ହେଲା? ପାଇ a³/6। କିନ୍ତୁ ପ୍ରଶ୍ନାନୁସାରେ କ'ଣ କହିଲା? ନା ସମଘନର ଆୟତନରୁ ଗୋଲକର ଆୟତନ ଯଦି ଆମେ ଫେଡ଼ିଦେବା ବା କାଟିକି ନେଇଗଲେ, ତାହେଲେ କେତେ ବଳିଲା? ଆଉ 12,870। ଲେଖିଦେବା ତାକୁ ସମୀକରଣ ହିସାବରେ, a³ - ପାଇ a³/6 ଇଜ୍ ଇକ୍ୱାଲ୍ ଟୁ 12,870। ଇମ୍ପ୍ଲାଇଜ୍ ଦ୍ୟାଟ୍ ଯଦି ଆମେ ଲସ୍ ଆଉ କାଟିଦେଲେ, ତ ଏଇଟା ବାଇ 1 କରନ୍ତୁ। 6a³ - ପାଇ a³ ଇଜ୍ ଇକ୍ୱାଲ୍ ଟୁ 12,870। implies that a³ common କାଢ଼ିଦେଲେ 6 - ପାଇ is equal to 12,870 into 6। ঠিক আছে। So implies that a³ into 6 minus पाई केते नबा 3.14। तो 6 minus 3.14 is equal to 12870 into 6, plus that a³ is equal to 12870 into 6 by at -4 6.00 3.14 10 ରୁ 4 गले
6 9 1 गले 8 ये 5 रु 3 गले 2 रहा केते 2.86 आपको जो तुम कटाकटी कर एटा आसो 27,000 तो इम्प्लाइज दैट ए इज इक्वल टू 27,000 क्यूब रूट बा घन फल इज इक्वल टू 30 सेंटीमीटर आम ए क्या नहीं समघनर बाहु तो समघनर बाहु ए इज इक्वल टू 30 सेंटीमीटर जदि आउ जानिया को चेष्टा करिया ताहले गोलकर व्यास से हम गोलकर व्यास ए इज इक्वल टू आम के नहीं 2r इज इक्वल टू के 30 सेंटीमीटर मूल तो नहीं ना कि ए जी 2r से